Hello everyone, I am Damayanti. Welcome to my YouTube channel. ଏବେ ମୁଁ ଆଲୋଚନା କରିବି ୟୁନିଟ୍ 3 ପୂର୍ବ ଭିଡ଼ିଓରେ ମୁଁ ୟୁନିଟ୍ 1 ଆଉ 2 ଆଲୋଚନା କରିଛି ପେପର 10ର ୟୁନିଟ୍ 3 କ୍ୱେଶ୍ଚିନ୍ ନମ୍ବର 1 ରସକଲ୍ଲୋଳ କାବ୍ୟର ବର୍ଣ୍ଣନା ଚାତୁରୀ ଭାଷା ବିନ୍ୟାସ ଓ ଶବ୍ଦ ସଂଯୋଜନା କ୍ଷେତ୍ରରେ କବି ଦୀନକୃଷ୍ଣ ଦାସଙ୍କ ପାଣ୍ଡିତ୍ୟ ପ୍ରତିଭା ଆକଳନ କର। କବି ଦୀନକୃଷ୍ଣ ଥିଲେ ଓଡ଼ିଆ ରୀତି ସାହିତ୍ୟର ସାରସ୍ୱତ ପ୍ରତିଭା। କାବ୍ୟିକ ଜୀବନରେ କବିଙ୍କର ଶ୍ରେଷ୍ଠ କାବ୍ୟ ଭାବେ ରସକଲ୍ଲୋଳ ପରିଚିତ। ଦୀନକୃଷ୍ଣ ଲୀଳାଖେଳା ଆଲୋଚ୍ୟ କାବ୍ୟର ମୁଖ୍ୟ ପ୍ରସଙ୍ଗ। ପଦଲାଳିତ୍ୟ ଶବ୍ଦ ସଂଯୋଜନା ସରଳ ଭାବଗର୍ଭକ ଭାଷା ହିଁ କାବ୍ୟକୁ ଲୋକପ୍ରିୟ କରିବାରେ ସମର୍ଥ ହୋଇଛି। ରସକଲ୍ଲୋଳ କାବ୍ୟ ସମ୍ପର୍କରେ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ମତବ୍ୟକ୍ତ କରିଛନ୍ତି। ଉପମା ଭଞ୍ଜ ବୀରସ୍ୟ ଶକ୍ତି ବଚାର୍ଥ ଗୌରବମ୍ କଲ୍ଲୋଳେ ପଦଲାଳିତ୍ୟ ସନ୍ତି ଚିନ୍ତାମଣତ୍ରୟ। ଅର୍ଥାତ୍ ଉପମା ଏବଂ ଅର୍ଥ ଗୌରବ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ପଦଲାଳିତ୍ୟ ପାଇଁ କବି ଦୀନକୃଷ୍ଣ ଏବଂ ଉପମା, ଅର୍ଥ ଗୌରବ ଓ ପଦଲାଳିତ୍ୟ ଏହି ତିନିଟି ପାଇଁ କବି ଅଭିମନ୍ୟୁ ସାମନ୍ତ ସିଂହ ଶ୍ରେଷ୍ଠ ଅଟନ୍ତି। ରସକଲ୍ଲୋଳ କାବ୍ୟରେ କବି ଦୀନକୃଷ୍ଣଙ୍କ ବର୍ଣ୍ଣନା ବିଳାସ, ଉପମା, ଶବ୍ଦ ସଂଯୋଜନା ଓ ପଦଲାଳିତ୍ୟର ମୁଖ୍ୟ ଭୂମିକା ନିର୍ବାହ କରିଛି। ଏଥିପାଇଁ ସେ ଏକ ଉପମା ଛଳରେ କହିଛନ୍ତି ଯେ ଚନ୍ଦ୍ର ଯେପରି ଅନ୍ଧାରକୁ ଦୂର କରିଥାଏ, ସେହିପରି ଭଗବାନ କୃଷ୍ଣଙ୍କ କଥା ଶ୍ରବଣରେ ମନୁଷ୍ୟମାନଙ୍କର ସକଳ ପାପତାପ ଖଣ୍ଡିତ ହୋଇଥାଏ। କବିଙ୍କ ଭାଷାରେ କଳି କଳୁଷ ସଂଘାତ ସଂଶୟ ନ କରେ କାଳଦଣ୍ଡ ବ୍ୟଥାକୁ କଳା କରେ ଅନ୍ଧାର ପ୍ରାୟ। ଉପରୋକ୍ତ ପଂକ୍ତିରୁ କବି ଦୀନକୃଷ୍ଣଙ୍କର ପଦଲାଳିତ୍ୟ ସହିତ ଶବ୍ଦ ସଂଯୋଜନାର ଗୁରୁତ୍ୱ ଉପଲବ୍ଧ ହୋଇଥାଏ। ଏତଦ୍ ବ୍ୟତୀତ ଏହି ଛାନ୍ଦର ତୃତୀୟ ପଦକୁ ଅନୁସରଣ କଲେ ଆମେ କ, ଳ, ର, ବ ପ୍ରଭୃତି ଅନୁପ୍ରାସିକ ଅକ୍ଷରମାନଙ୍କର ଯଥାଯଥ ସଂଯୋଜନ ହୋଇଥିବାର ଲକ୍ଷ୍ୟ କରିଥାଉ। ବିଶେଷତଃ କବି ଦୀନକୃଷ୍ଣ ଭାଗବତରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ପ୍ରସଙ୍ଗ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ ହେଁ ଭାଗବତରେ ଯେପରି ଦୀର୍ଘ ଆଉ ପ୍ରଶସ୍ତ ଭାବରେ ବର୍ଣ୍ଣିତ ହୋଇଛି, ରସକଲ୍ଲୋଳର ପ୍ରଥମ ଛାନ୍ଦରେ କବି ଜଗନ୍ନାଥଙ୍କ ବର୍ଣ୍ଣନାକୁ ସୁନ୍ଦର ଭାବରେ ଅବତାରଣା କରିଛନ୍ତି। ଭାଗବତର ଦୀର୍ଘ ବର୍ଣ୍ଣନାକୁ କବି ସଂକ୍ଷିପ୍ତ ଭାବରେ କୃଷ୍ଣଙ୍କ ଜନ୍ମ ପ୍ରସଙ୍ଗକୁ ଦର୍ଶାଇଛନ୍ତି। ବିଷୟବସ୍ତୁ ଦୃଷ୍ଟିରୁ ଆଲୋଚନା କରାଗଲେ ଜଣାଯାଏ ଯେ ଏହି ଛାନ୍ଦରେ କବି ଶ୍ରୀକୃଷ୍ଣଙ୍କ ଜନ୍ମ ପ୍ରସଙ୍ଗରେ କଂସର ଦୈବୀବାଣୀ ପ୍ରସଙ୍ଗକୁ ଭିତ୍ତି କରି କଂସ ଏବଂ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଶତ୍ରୁତା ଭାବ ବୃଦ୍ଧି କରିଛି। ଦୈବୀବାଣୀ ସମ୍ପର୍କରେ କବି ଦର୍ଶାଇଛନ୍ତି। କଲା କାଳେ କନ୍ୟାଦାନ ବସୁଦେବ ଉଗ୍ରସେନ କୌତୁକେ କଂସ ରଥ ବାହୁଯେ ଥିଲା କମଳ ଗଭୀର ବାଣୀ ଆକାଶ ମଣ୍ଡଳ ଶୁଣି ଭଗ୍ନୀ ଭିଣେଇକି ନେଇ ସଂଖାଳି ଦେଲା। ଦେବକୀ ଓ ବସୁଦେବଙ୍କ ବିବାହ ପ୍ରସଙ୍ଗ ଉପରେ ଏହି ଛାନ୍ଦର ପରିକଳ୍ପନା ଅଟେ। କଂସ ଯେତେବେଳେ ନିଜ ଭଉଣୀ ଓ ଭିଣେଇଙ୍କୁ ନିଜ ରଥରେ ବସାଇ ବିଦାୟ ଦେବା ଉଦ୍ଦେଶ୍ୟରେ ଯାତ୍ରା କରୁଥିଲା, ସେତେବେଳେ ସ୍ୱର୍ଗ ବାଣୀରେ ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ତାର ମୃତ୍ୟୁର କାରଣ ବୋଲି ଅନୁଭବ କରିଥିଲା। ଏହିଠାରୁ ଏହି ଘଟଣାର ବିଭିନ୍ନ ମୋଡ଼ ନେଇଛି। କଂସ ଏହି ନିଜ ଭଉଣୀ ଓ ଭିଣେଇଙ୍କ
ହାତ ଓ ପାଦରେ ଲୁହା ଶିକୁଳିରେ ବେଢ଼ି ଲଗାଇ ବନ୍ଦୀଶାଳାରେ ରଖିଛି ଏବଂ ସେମାନଙ୍କୁ ଜଗିବା ପାଇଁ ପ୍ରହରୀ ବ୍ୟବସ୍ଥା ମଧ୍ୟ କରିଛି। ମାତ୍ର ଈଶ୍ୱର ସର୍ବଶକ୍ତିମାନ। ଯେତେବେଳେ ଧରା ପୃଷ୍ଠରେ ଅଧର୍ମ, ଅନୀତି, ଅରାଜକତା ବୃଦ୍ଧି ପାଏ, ସେ ସମୟରେ ଧରା ପୃଷ୍ଠରେ ଭଗବାନ ଅବତାର ଗ୍ରହଣ କରି ପାଦ ରଖିଥାନ୍ତି। ଶ୍ରୀକୃଷ୍ଣ ବା ଶ୍ରୀ ଜଗନ୍ନାଥ ରୂପେ ଅବତାର ଗ୍ରହଣ କରନ୍ତି। କୃଷ୍ଣ ସ୍ୱୟଂ ଭଗବାନ ହୋଇଥିବାରୁ ତାଙ୍କର ଜନ୍ମ ସମୟରେ ଅନେକ ଅଲୌକିକତା ସଂକେତ ସୃଷ୍ଟି ହୋଇଥିଲା। କଂସର ବନ୍ଦୀଶାଳାରେ ହାତ ପାଦରୁ ଆପେ ଆପେ ବେଢ଼ି ଖୋଲିଯିବା ଏବଂ ଶ୍ରୀକୃଷ୍ଣ ଶଙ୍ଖଚକ୍ର ଧାରଣ କରିବା ପରିସରଭୁକ୍ତ ଥିଲା। କବି ଦୀନକୃଷ୍ଣଙ୍କର ବର୍ଣ୍ଣନାରେ ଶ୍ରୀକୃଷ୍ଣଙ୍କର ରୂପ କୋଟି କୋଟି କାମଦେବ ସୌନ୍ଦର୍ଯ୍ୟକୁ ନିନ୍ଦା କରୁଥିଲା। ତେଣୁ କବିଙ୍କ ଭାଷାରେ କୋଟି ତୋଟେ ପୀତ ବସନ, କଳା ମେଘ କଳାରେ ବିଜୁଳି ଯେସନ। ଶ୍ରୀକୃଷ୍ଣଙ୍କ କୋଟିରେ ପରିଧାନ କରିଥିବା ହଳଦିଆ ପାଟବସ୍ତ୍ର କଳା ଦେହରେ ବିଜୁଳି ପରି ଶୋଭା ସଦୃଶ ଦେଖାଯାଇଥାଏ। ଶ୍ରୀକୃଷ୍ଣଙ୍କ ମାୟାକୁ କବି ଅତ୍ୟନ୍ତ ଜୀବନ୍ତ ଭାବେ ବର୍ଣ୍ଣନା କରିଛନ୍ତି। ଶ୍ରୀକୃଷ୍ଣ ଓ ବଳରାମ ସାଥୀ ହୋଇ ଖେଳିବା ପ୍ରସଙ୍ଗକୁ କବି ଗଙ୍ଗା ଓ ଯମୁନା ନଦୀ ସହ ତୁଳନା କରିଛନ୍ତି। ଗଙ୍ଗା ଯମୁନା ଯେପରି ଭାରତବର୍ଷରେ ତୀର୍ଥ ରୂପେ ଖ୍ୟାତି ଅର୍ଜନ କରିଛନ୍ତି, ସେ ନଦୀରେ ସ୍ନାନ କଲେ ସକଳ ପାପରୁ ମନୁଷ୍ୟକୁ ମୁକ୍ତି ମିଳିଥାଏ। ସେହିପରି ଶ୍ରୀକୃଷ୍ଣ ଓ ବଳରାମଙ୍କ ନାମ ସ୍ମରଣ କଲେ ମଣିଷ ଅଶେଷ ପାପ ତାପରୁ ମୁକ୍ତି ପାଇଥାଏ। କବିଙ୍କ ଭାଷାରେ କାଳିନ୍ଦୀ ସୁନ୍ଦର ସହିତ ହୋଇଲା ପ୍ରାୟ ଏକତ୍ୱ, କମନୀୟ ଦିଶେ ଧଳା ଧଳା ତ୍ରିଅଙ୍ଗ, କରିବାକୁ କଳୁଷ ନାଶ କଲା ବିହି ମଜ୍ଜ ତୀର୍ଥ ପ୍ରକାଶ। ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ କବି ଦୀନକୃଷ୍ଣଙ୍କର ବର୍ଣ୍ଣନା ବିଳାସ, ଶବ୍ଦ ସଂଯୋଜନା, ଭାଷାର ମାଧୁର୍ଯ୍ୟତା ରସକଲ୍ଲୋଳ କାବ୍ୟକୁ ରୀତିଯୁଗୀୟ କାବ୍ୟ ପରମ୍ପରାରେ ଆକର୍ଷଣୀୟ କରିପାରିଛି, ଏହା ନିଃସନ୍ଦେହ। ନେକ୍ସଟ, ଉପେନ୍ଦ୍ର ଭଞ୍ଜଙ୍କ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। କ୍ୱେଶ୍ଚନ ନମ୍ବର 1, ଅଳଙ୍କାର ଶବ୍ଦ ସଂଯୋଜନା ରୂପ ବର୍ଣ୍ଣନା। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କବିତାରେ ଉପେନ୍ଦ୍ର ଭଞ୍ଜଙ୍କ କଳା ନୈପୁଣ୍ୟ କେତେ ଦୂର ବୈଚିତ୍ର୍ୟମୟ ଆଲୋଚନା କର। ରୀତିଯୁଗୀୟ କାବ୍ୟ ସରଣୀର କାବ୍ୟସ୍ରଷ୍ଟା ଉପେନ୍ଦ୍ର ଭଞ୍ଜ ଥିଲେ ଯଶସ୍ୱୀ ପଥିକ। ସପ୍ତଦଶ ଏବଂ ଅଷ୍ଟାଦଶ ଶତାବ୍ଦୀରେ ଘୁମୁସର ରାଜବଂଶରେ ଜନ୍ମ ହୋଇ ଓଡ଼ିଆ ମଧ୍ୟଯୁଗୀୟ କାବ୍ୟ ପରମ୍ପରାର ସାରସ୍ୱତ ପ୍ରତିଭା ଭାବେ ଉପେନ୍ଦ୍ର ଭଞ୍ଜ ପ୍ରତିଭାତ। ଉପେନ୍ଦ୍ର ଭଞ୍ଜ ବିଦଗ୍ଧ ଶାବ୍ଦିକ କାବ୍ୟ ସାହିତ୍ୟ ବ୍ୟତୀତ ରସକାବ୍ୟ ସୃଷ୍ଟି କରି ଅଦ୍ୱିତୀୟ ସ୍ରଷ୍ଟା ସମ୍ମାନ ଅର୍ଜନ କରିଛନ୍ତି। କାବ୍ୟ, ପୁରାଣ, ବ୍ୟାକରଣ ଓ ଅଳଙ୍କାର ମଧ୍ୟରେ ଭଞ୍ଜ ସାହିତ୍ୟ ଆବଦ୍ଧ ନୁହେଁ। ଜ୍ୟୋତିଷଶାସ୍ତ୍ର, କାମଶାସ୍ତ୍ର, ଦର୍ଶନଶାସ୍ତ୍ର, ଇତିହାସ, କଳାବିଦ୍ୟା, କାଳ୍ପନିକ କାବ୍ୟ ଓ ପୌରାଣିକ କାବ୍ୟ ପ୍ରଭୃତି ଆଶାତୀତ ଭାବେ ପରିବ୍ୟାପ୍ତ। କବି ଉପେନ୍ଦ୍ର ଭଞ୍ଜ ନିଜ ସ୍ୱୀକାର କରିଛନ୍ତି, ରାମ ତାରକ ମନ୍ତ୍ର ଜପ କରି ତାଙ୍କର ସାଧନା ଫଳବତୀ ହୋଇଥିଲା। କବିଙ୍କ ଭାଷାରେ ତାରକା ମନ୍ତ୍ର ପରସାଦେ ମୋହର କବି ପଣ ଉତେ। ରାମ ତାରକ ମନ୍ତ୍ର ସିଦ୍ଧିଜନିତ ଦୈବ ଅନୁକମ୍ପା ପ୍ରସଙ୍ଗ
କବି ଉପେନ୍ଦ୍ର ଭଞ୍ଜ କହିଲେ ମଧ୍ୟ ସେ ଉଚ୍ଚ କୋଟିର ପ୍ରତିଭାର ଅଧିକାରୀ ଥିଲେ। ସମାଲୋଚକମାନେ ଉପେନ୍ଦ୍ର ଭଞ୍ଜଙ୍କୁ ମଧ୍ୟଯୁଗୀୟ ଶ୍ରେଷ୍ଠ କବି ଭାବେ ସ୍ୱୀକାର କରିଛନ୍ତି। ରୀତିକାବ୍ୟରେ ବିଦଗ୍ଧ ରୀତିର ପ୍ରୟୋଗ ତାଙ୍କ କାବ୍ୟର ମୁଖ୍ୟ ପ୍ରସଙ୍ଗ। କାବ୍ୟରେ ରସ, ଗୁଣ, ରୀତି, ଧ୍ୱନି, ବକ୍ରୋକ୍ତି, ଅଳଙ୍କାରର ସମନ୍ୱୟ ସାଧିତ ହୋଇଛି। ଉପେନ୍ଦ୍ର ଭଞ୍ଜ କାବ୍ୟ ମୁଖ୍ୟତଃ କାବ୍ୟ ପ୍ରଧାନ। ବର୍ଣ୍ଣନା ଏହାର ମୂଳ ପ୍ରସଙ୍ଗ। କବି ସମ୍ରାଟଙ୍କ ଦ୍ୱାରା ରଚିତ କାଳ୍ପନିକ କାବ୍ୟ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଓଡ଼ିଆ ମଧ୍ୟଯୁଗୀୟ କାବ୍ୟ ପରମ୍ପରାର ବୈଚିତ୍ର୍ୟକ୍ରମ। ନାୟିକାର ରୂପ ବର୍ଣ୍ଣନା ପ୍ରସଙ୍ଗରେ କବି ସଂସ୍କୃତ କାବ୍ୟମାନଙ୍କର ତୁଳନାରେ ଶ୍ରେଷ୍ଠ ବୋଲି ସମାଲୋଚକମାନେ ମତ ଦେଇଛନ୍ତି। ବର୍ଣ୍ଣନା ପରିପାଟୀ, ଶବ୍ଦ ସଂଯୋଜନା, ଋତୁ, ଚିତ୍ର ଓ ପ୍ରକୃତି ସବୁକିଛି ଜୀବନ୍ତ ବୋଲି ମନେ ହୋଇଛି। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟର ପ୍ରଥମ ଛାନ୍ଦର ମଙ୍ଗଳାଚରଣରେ ଓଡ଼ିଶାର ବଡ଼ ଠାକୁର ଜଗନ୍ନାଥଙ୍କ ରୂପ ବର୍ଣ୍ଣନା କରିଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଏହି କବିତାରେ କେବଳ ଲେଖକ ଜଗନ୍ନାଥଙ୍କ ବର୍ଣ୍ଣନା ହିଁ କରିଛନ୍ତି। ପ୍ରଥମ ଛାନ୍ଦ ହିଁ ବର୍ଣ୍ଣନା କରିଛନ୍ତି, ଦ୍ୱିତୀୟ ଛାନ୍ଦ ସେ ବର୍ଣ୍ଣନା କରିନାହାନ୍ତି। ଆଲୋଚ୍ୟ କବିତାଟି ରାଗ ମଙ୍ଗଳା ଗୁଜୁରୀରେ ବର୍ଣ୍ଣିତ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କବି ସମ୍ରାଟଙ୍କ ଏକ କାଳ୍ପନିକ କାବ୍ୟ ଅଟେ। ମାତ୍ର ପ୍ରଥମ ଛାନ୍ଦର ବିଷୟବସ୍ତୁକୁ ପ୍ରବେଶ କରିବା ପୂର୍ବରୁ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଦୈନନ୍ଦିନ ବିଧିବିଧାନକୁ ବର୍ଣ୍ଣନା କରିଛନ୍ତି। ରୀତିଯୁଗୀୟ କାବ୍ୟ ପରମ୍ପରାରେ ଆଦ୍ୟ ନମସ୍କ୍ରିୟା ପଦ୍ଧତିକୁ ଭଞ୍ଜ ସୁନ୍ଦର ଭାବରେ ପ୍ରତିପାଦନ କରିଛନ୍ତି। କବିଙ୍କ ମତରେ ସମସ୍ତ ତୀର୍ଥମାନଙ୍କର ମଧ୍ୟରେ ଶ୍ରୀକ୍ଷେତ୍ର ଶ୍ରେଷ୍ଠ ପୁଣ୍ୟଧାମ ଭାବେ ଶ୍ରୀକ୍ଷେତ୍ର ପରିଣତି। କବିଙ୍କ ବର୍ଣ୍ଣନାରେ ଶିବ ଜଣେ ବ୍ରାହ୍ମଣଙ୍କୁ ଚାପୁଡ଼ା ମାରି ଦେଇଥିବାରୁ ତାଙ୍କୁ ବ୍ରହ୍ମହତ୍ୟା ପାପ ଲାଗିଲା। ନାନା ତୀର୍ଥ ଦର୍ଶନ କରି ସୁଦ୍ଧା ବ୍ରହ୍ମହତ୍ୟା ପାପରୁ ସେ ମୁକ୍ତି ଲାଭ କରିପାରି ନଥିଲେ। ଶେଷରେ ଶ୍ରୀକ୍ଷେତ୍ର ଧାମକୁ ଆଗମନ କରନ୍ତେ ଶିବଙ୍କର ହାତରେ ଲାଗିଥିବା ମୃତ ବ୍ରାହ୍ମଣ ମୁଣ୍ଡଟି ହାତରୁ ଖସିଲା। ଶିବ ପାପରୁ ମୁକ୍ତି ପାଇଲେ। ଏ କ୍ଷେତ୍ରର ମହିମାକୁ ଭାଷାରେ ପରିପ୍ରକାଶ କରିବା ସମ୍ଭବ ନୁହେଁ। କବି କହିଛନ୍ତି, ଭାରତବର୍ଷରେ ଅସଂଖ୍ୟ ପୁଣ୍ୟକ୍ଷେତ୍ର ଅଛି, ମାତ୍ର ସେମାନଙ୍କ ମଧ୍ୟରେ ପୁରୀ କ୍ଷେତ୍ର ଶ୍ରେଷ୍ଠତମ ପୀଠ ବୋଲି ହୃଦୟଙ୍ଗମ କରି କାଶୀ ରାଜା ଏଠାରେ ବସବାସ କରିଛନ୍ତି। ପାପୀମାନଙ୍କ ପାଇଁ ଶ୍ରୀକ୍ଷେତ୍ର ପୁଣ୍ୟତମ। ସର୍ପଦଂଶନରେ ଜର୍ଜରିତ ଲୋକ ମଧ୍ୟ ଏଠାକୁ ଆସିଲେ ଜଗନ୍ନାଥ ସେମାନଙ୍କୁ ଜ୍ଞାନଲାଭ କରାଇ ମୁକ୍ତି ପ୍ରଦାନ କରିଥାନ୍ତି। ଶ୍ରୀକ୍ଷେତ୍ରର ଶଙ୍ଖଧ୍ୱନି ଏବଂ ମହାପ୍ରସାଦ ପାପୀମାନଙ୍କ ପାଇଁ ମୁକ୍ତିର ପଥ ପ୍ରଦର୍ଶନ କରିଥାଏ। ପୁରୀର ମହାପ୍ରସାଦ ହେଉଛି ଗଦ ଏବଂ ଶ୍ରୀମନ୍ଦିର ଘଣ୍ଟଧ୍ୱନି ହେଉଛି ପଦ। ଏଇଟା ସର୍ଟ କ୍ୱେଶ୍ଚିନ୍ରେ ପଡ଼େ। ଗଦ ଏବଂ ପଦ କ'ଣ? ଜଗନ୍ନାଥଙ୍କର 10 ଅବତାର ଲୀଳା ଶ୍ରୀକ୍ଷେତ୍ରରେ ଯଥା ସମୟରେ ବିଧିବିଧାନ ପୂର୍ବକ ଅନୁଷ୍ଠିତ ହୋଇଥାଏ। କଳ୍କି ଅବତାରର ଚିତ୍ର ମଧ୍ୟ ଏଠାରେ ପ୍ରକାଶିତ। ଗୁଣ୍ଡିଚା ଯାତ୍ରା ଏବଂ ସ୍ନାନ ପୂର୍ଣ୍ଣିମା ଜଗନ୍ନାଥଙ୍କର ପ୍ରଧାନ ପର୍ବ। କବି ଏହାକୁ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି, 10 ଅବତାର ଲୀଳା ଯାତ୍ରା ବିରୋଚନ ଜନଙ୍କୁ ଦେଖାନ୍ତି ଯୁଗାନ୍ତର କଥାମାନ। ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳାଜାର ପତିତ ପାବନ ଅର୍ଥେ ପ୍ରସାଦ ବାହାର ହେ। ଜଗନ୍ନାଥ
ପ୍ରଭୁଙ୍କ ବିଜୟ କାଳରେ ଭକ୍ତମାନେ ହଳଦିଆ ବସ୍ତ୍ର ପରିଧାନ କରିଥାନ୍ତି। ହଳଦିଆ ବସ୍ତ୍ର ପବନରେ ଦଳାୟମାନ ହୋଇ ମେଘ କଳରେ ବିଜୁଳି ଖେଳିଲା ପରି ଦେଖାଯାଉଥାଏ। ପାଦକୁ ସେବନ କରି ବ୍ରାହ୍ମଣମାନେ ସନ୍ତୁଷ୍ଟ ହୋଇଥାନ୍ତି। ଜଗନ୍ନାଥଙ୍କ ମହିମା ଅପାର। ପ୍ରତିଦିନ ବିଭିନ୍ନ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଭକ୍ତମାନଙ୍କୁ ନିଜ ଆଖିରେ ଦେଖି ସେମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବା ହିଁ ଏହାର ମୂଳ ଲକ୍ଷ୍ୟ। ଅନନ୍ତ ଅପାର ମହିମାରେ ବିଭୂଷିତ ଜଗନ୍ନାଥ ତାଙ୍କୁ ଦର୍ଶନ ଏବଂ ପୂଜା କରିବା ଉଦ୍ଦେଶ୍ୟରେ ଶିବ ବ୍ରହ୍ମା ମଧ୍ୟ ଅପେକ୍ଷା କରିଥାନ୍ତି। ଜଗନ୍ନାଥ ସଦା ସୂଚି ଏବଂ ଅଗ୍ନିକୁ ଗ୍ରାସ କରିଛନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଆଲୋଚ୍ୟ କବିତାରେ ଜଗନ୍ନାଥଙ୍କ ମହିମା କୀର୍ତ୍ତନ କରିବା ସହ ଶ୍ରୀମନ୍ଦିରର ଦୈନନ୍ଦିନ ବିଧି ବିଧାନକୁ ସୁନ୍ଦର ଭାବରେ ଅବତାରଣ କରିଛନ୍ତି। କବିତାର ଶେଷ ଭାଗରେ କବି ଗୁଣଗ୍ରାହୀ ଉତ୍ତମ ଲୋକଙ୍କ ସମ୍ପର୍କରେ ମତ ଦେଇଛନ୍ତି। ସୁରଭିରେ ମୋହିତ ମାନସ ହେବେ ଦିବ୍ୟ, ଗୁଣବନ୍ତେ ହୃଦେ ମାଳ କରିଣ ଧରିବ ହେ। ୟୁନିଟ୍ 4 ଆଧୁନିକ କବିତା ମହାଯାତ୍ରା। କ୍ୱେଶ୍ଚନ୍ ନମ୍ବର 1 କବିବର ରାଧାନାଥଙ୍କ ମହାଯାତ୍ରାର 7ଗୋଟି ସର୍ଗ ବିଷୟବସ୍ତୁ ବିଶ୍ଳେଷଣ କର। ମହାଯାତ୍ରା କାବ୍ୟ ଏକ ଅସମ୍ପୂର୍ଣ୍ଣ କାବ୍ୟ। ମହାଯାତ୍ରା କାବ୍ୟ କବିବର ରାଧାନାଥଙ୍କ ଏକ ଶ୍ରେଷ୍ଠ କୃତି ଭାବେ ପରିଚିତ। ଅଧ୍ୟାପକ ଗୌରୀ କୁମାର ବ୍ରହ୍ମା କହନ୍ତି ମହାଯାତ୍ରା ଏକ ଅସମ୍ପୂର୍ଣ୍ଣ କାବ୍ୟ। ଏହାର ବିଷୟବସ୍ତୁ ହେଉଛି ଭାରତବର୍ଷର ଇତିହାସ। ଏହି ଇତିହାସ ମଧ୍ୟରେ ପ୍ରାକ୍ ଐତିହାସିକ କାଳର ବିବରଣୀ ମଧ୍ୟ ସ୍ଥାନ ପାଇଛି। ଏବେ ମହାଯାତ୍ରାରେ କେବଳ 7ଗୋଟି ସର୍ଗ ଅଛି, କିନ୍ତୁ କୁହାଯାଇଛି ଯେ ଯଦିଓ ରାଧାନାଥ ଏ କାବ୍ୟରେ 30 ସର୍ଗ ଲେଖିଥିଲେ, କେବଳ 7ଗୋଟି ସର୍ଗ ବଞ୍ଚି ରହିଛି। କବି ରାଧାନାଥ ପ୍ରଥମ ସର୍ଗରେ ବର୍ଣ୍ଣନା କରିଛନ୍ତି ଶ୍ରୀକୃଷ୍ଣଙ୍କ ମୃତ୍ୟୁର ସମ୍ବାଦ ପାଇ ପାଣ୍ଡବ ପଞ୍ଚଭ୍ରାତା ଭାଙ୍ଗି ପଡ଼ିଥିଲେ। ଦ୍ୱିତୀୟ ସର୍ଗରେ ପାଣ୍ଡବମାନେ ଭାରତର ରାଜଧାନୀ ହସ୍ତିନାପୁରରୁ ବାହାରି ଉତ୍ତର ପ୍ରଦେଶ, ବିହାର, ଆସାମ ଓ ବଙ୍ଗଳା ପ୍ରଭୃତି ପ୍ରଦେଶ ତୀର୍ଥସ୍ଥଳମାନଙ୍କୁ ଯାଇ ଓଡ଼ିଶାର ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ। ତୃତୀୟ ସର୍ଗରେ ଅଗ୍ନିଦେବତାଙ୍କ ସହିତ ପାଣ୍ଡବମାନେ ମହାନଦୀ କୂଳେ କୂଳେ ଓଡ଼ିଶାର ପଶ୍ଚିମ ସୀମାକୁ ଗମନ କରିଛନ୍ତି। ଓଡ଼ିଶାରେ ବହୁ ଅଞ୍ଚଳ ଓ ଘନ ଜଙ୍ଗଲର ଯେଉଁ ପ୍ରାକୃତିକ ପରିବେଶର ସୌନ୍ଦର୍ଯ୍ୟକୁ ଆକର୍ଷଣୀୟ ଭାବେ ବର୍ଣ୍ଣନା କରାଯାଇଛି। ଚତୁର୍ଥ ସର୍ଗରେ ଅଗ୍ନିଦେବ ଯୁଧିଷ୍ଠିରଙ୍କ ନୟନରେ ଦିବ୍ୟ ଅଞ୍ଜନ ଲଗାଇ ଦେଇଛନ୍ତି। ଏହା ଫଳରେ ସହ୍ୟଦ୍ରି ପର୍ବତ ଉପରେ ବସି ଭାରତବର୍ଷରେ ଭବିଷ୍ୟତରେ ଯାହା ସବୁ ଘଟିବ ତାକୁ ଦେଖିପାରିଛନ୍ତି। ଯୁଧିଷ୍ଠିର ଆଖିରେ ଦିବ୍ୟ ଅଞ୍ଜନ ଲଗାଇ ଦୁଇଟି କଥା ଦେଖିଥିଲେ। ଗୋଟିଏ କଥା, କଳି ଆସିବାର ସମ୍ବାଦ ପାଇ ଦେବତାମାନେ ଜୀବନ ବଞ୍ଚାଇବାକୁ ଯାଇ ପଳାଇଛନ୍ତି। ଦେବତାମାନେ ହେଉଛନ୍ତି ଧର୍ମ, ସାହସ, ସତ୍ୟ, ନ୍ୟାୟ, କ୍ଷମା, ଦୟା ଇତ୍ୟାଦି। ଏମାନେ ସବୁ ଭାରତ ଛାଡ଼ି ପଳାଇବାର ଅର୍ଥ ଭାରତବର୍ଷରେ ଲୋକମାନଙ୍କର ଏସବୁ ସଦ୍ଗୁଣ ଦୂର ହୋଇଯାଇଛି। ପୁଣି ମାଡ଼ି ଆସିଛି କଳି। ତା ପଛେ ପଛେ ତାର ଅନୁଚର ଲୋକ ମଧ୍ୟ ଗର୍ବରେ ମାଡ଼ି ଆସୁଛନ୍ତି। ସେମାନେ ହେଉଛନ୍ତି କାମ, କ୍ରୋଧ, ଲୋଭ, ମୋହ
ମିଥ୍ୟା ଶଠତା ପ୍ରଭୃତି ଏମାନେ ମାଡ଼ି ଆସିବାର ଅର୍ଥ ହେଲା ଭାରତବର୍ଷର ଲୋକମାନଙ୍କଠାରେ ଆସ୍ତେ ଆସ୍ତେ ଏସବୁ ମନ୍ଦ ଗୁଣ ପର୍ଯ୍ୟାୟକ୍ରମେ ପ୍ରକାଶିତ ହେବ। ପଞ୍ଚମ ସର୍ଗର ଆରମ୍ଭରେ କବି ଗୁଣଗ୍ରାହୀ ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କର ପ୍ରଶଂସା ଗାନ କରିଛନ୍ତି। ତାପରେ ଭାରତବର୍ଷରେ କଳି ଆଗମନ ଉତ୍ତାରୁ ଯାହା ସବୁ ଘଟିଲା ତାହା ବର୍ଣ୍ଣନା କରାଯାଇଛି। ବ୍ରାହ୍ମଣମାନଙ୍କର ଜ୍ଞାନ ଚର୍ଚ୍ଚା କେବଳ ଧନ ଗ୍ରହଣ ପ୍ରଭୃତି ବଢ଼ିଲା। ଷଷ୍ଠ ସର୍ଗର ପ୍ରଥମ ଅଂଶରେ ବାମଣ୍ଡା ରାଜା ସୁଢଳ ଦେବଙ୍କର ଗୁଣ ଗୌରବ ଗାନ କରାଯାଇଛି। ଜୟଚନ୍ଦ୍ର ଓ ପୃଥ୍ୱୀରାଜଙ୍କର ଭାତୃ ବିବାଦ ଫଳରେ କିପରି ଯବନମାନେ ଭାରତକୁ ମାଡ଼ି ଆସିବେ, ଭାରତବର୍ଷରେ ଅରାଜକତା ସୃଷ୍ଟି କରିବେ, ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରି ଦିଲ୍ଲୀର ଶାସନକୁ ନିଜ ହାତକୁ ନେବେ, ଏହା ଯୁଧିଷ୍ଠିର ନିଜ ଦିବ୍ୟ ଚକ୍ଷୁରେ ଦେଖିଛନ୍ତି। ମହାଯାତ୍ରା କାବ୍ୟର ସପ୍ତମ ସର୍ଗରେ ଯୁଧିଷ୍ଠିର ତାଙ୍କ ଦିବ୍ୟ ଶକ୍ତି ବଳରେ ଭାରତବର୍ଷର ଭବିଷ୍ୟତ ପ୍ରସଙ୍ଗକୁ ଦେଖିପାରୁଛନ୍ତି। ମୁଖ୍ୟତଃ ଦିଲ୍ଲୀରେ ହେଉଥିବା ଯୁଦ୍ଧ ପାଇଁ ପ୍ରସ୍ତୁତି ପର୍ବର ଦୃଶ୍ୟ ଯୁଧିଷ୍ଠିର ଦେଖିଲେ ହଠାତ୍ ଭାରତବର୍ଷରେ ରାଜଶକ୍ତିର ପ୍ରତୀକ ପୃଥ୍ୱୀରାଜଙ୍କର ସୈନ୍ୟମାନେ ଭୟରେ ବିଚଳିତ ହୋଇ ଉଠିଛନ୍ତି। ଅମର୍ଷି ନାମକ ଜଣେ ସୈନ୍ୟପତି ଜ୍ୱାଳାମୟୀ ଭାଷାରେ ବିଚଳିତ ଉଦ୍ବୋଧନ ଦେଇଛନ୍ତି। ସେମାନଙ୍କୁ ସାହସ ସହ ଯୁଦ୍ଧ କରିବାକୁ ଆହ୍ୱାନ ଦେବା ସହ ଉତ୍ସାହିତ କରିଛନ୍ତି। ରାଧାନାଥଙ୍କର ହୃଦୟରେ କିପରି ବୀରତ୍ୱ ଥିଲା, ଦେଶପ୍ରେମ ଥିଲା, କବିତ୍ୱ ଥିଲା ଏବଂ ଭାଷା ଉପରେ ପାଣ୍ଡିତ୍ୟ ଥିଲା ତାହା ଜାଣିବା ପାଇଁ ଅମର୍ଷିଙ୍କ ଉଦ୍ବୋଧନ ହିଁ ଯଥେଷ୍ଟ ହେବ। ଅଧିକ କଷ୍ଟସାଧ୍ୟ ଅମିତ୍ରାକ୍ଷରର ଛନ୍ଦର ସୁଚିନ୍ତିତ ପ୍ରୟୋଗରେ କାବ୍ୟରେ ରସଶାଳୀତା, ଭାବଗର୍ଭତା ଏବଂ ପ୍ରବହମାନ ମହାକାବ୍ୟର ଆତ୍ମିକ ବିଭବକୁ ଅଧିକ ଉପଭୋଗ୍ୟ କରିଦେଇଛି। ନେକ୍ସଟ, ମଙ୍ଗଳେ ଅଇଲା ଉଷା ଗଙ୍ଗାଧର ମେହେର। କ୍ୱେଶ୍ଚନ ନମ୍ବର 1, ମଙ୍ଗଳେ ଅଇଲା ଉଷା କବିତାରେ ଗଙ୍ଗାଧର ମେହେର କିପରି ପ୍ରକୃତି ଚିତ୍ରଣ କରିଛନ୍ତି ଆଲୋଚନା କର। ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଓଡ଼ିଆ ସାହିତ୍ୟ ଆକାଶରେ ସ୍ୱଭାବ କବି ଗଙ୍ଗାଧର ମେହେର ଥିଲେ ସୌନ୍ଦର୍ଯ୍ୟର ପିପାସୁ କବି। ସେ ଥିଲେ ପ୍ରକୃତିର ମୁଗ୍ଧ ଉପାସକ। ସୌନ୍ଦର୍ଯ୍ୟ ପ୍ରତି ଥିଲା ତାଙ୍କର ପ୍ରାଣର ନିଃସ୍ୱାର୍ଥ ଭଲ ପାଇବା। ପ୍ରାକୃତିକ ସୌନ୍ଦର୍ଯ୍ୟ ତାଙ୍କୁ ଅହରହ ମୁଗ୍ଧ ଓ ଆକୃଷ୍ଟ କରି ରଖିଥିଲା। ସ୍ୱଭାବ କବି ଗଙ୍ଗାଧର ମେହେର ଯାହା ସ୍ୱଚକ୍ଷୁରେ ଦେଖିଥିଲେ, ହୃଦୟରେ ଅନୁଭବ କରିଥିଲେ, ତାହାକୁ ହିଁ ସେ ନିଜ କାବ୍ୟରେ ସ୍ଥାନ ଦେଇଥିଲେ। ଆଲୋଚ୍ୟ କବିତା ମଙ୍ଗଳେ ଅଇଲା ଉଷା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଦ୍ୱାରା ରଚିତ ତପସ୍ୱିନୀ କାବ୍ୟର ଚତୁର୍ଥ ସର୍ଗରୁ ଉଦ୍ଧୃତ। ଏଇଟା ସର୍ଟ କ୍ୱେଶ୍ଚନ ପଡ଼େ, କେଉଁ କାବ୍ୟରୁ? ତପସ୍ୱିନୀ କାବ୍ୟରୁ ଉଦ୍ଧୃତ। ଗଙ୍ଗାଧର କାବ୍ୟ ତପସ୍ୱିନୀ ହେଉଛି ଉତ୍କଳ ଲକ୍ଷ୍ମୀ ହେଉ ଅବା ଇନ୍ଦୁମତୀ ଓ ପ୍ରଣୟ ବଲ୍ଲରୀ, ସେଥିରେ ପ୍ରକୃତିର ସ୍ଥାନ ସ୍ୱତନ୍ତ୍ର ଅଟେ। ମେହେର ସାହିତ୍ୟରେ ପ୍ରକୃତି ଓ ମଣିଷର ସମ୍ପର୍କ ଅତ୍ୟନ୍ତ ନିବିଡ଼। ପ୍ରକୃତି ମଧ୍ୟରେ ସେ ଅନୁଭବ କରିଛନ୍ତି ମାନବୀୟ ସତ୍ତାକୁ। ମାନବୀୟ ସୌନ୍ଦର୍ଯ୍ୟବୋଧ ଓ ପ୍ରକୃତି ପ୍ରାଣତା ଗଙ୍ଗାଧର କାବ୍ୟକୁ କରିଛି ଅଧିକ ପରିପୃଷ୍ଟ ଓ ରସସିକ୍ତ। ପ୍ରକୃତି ଓ ମଣିଷର ଅନ୍ତରଙ୍ଗ ସମ୍ପର୍କକୁ କବି ଗଙ୍ଗାଧର ଅତ୍ୟନ୍ତ ସାବଲୀଳ ଓ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି। ତପସ୍ୱିନୀ କାବ୍ୟ ହେଉଛି ଗଙ୍ଗାଧରଙ୍କ ଏକ କାଳଜୟୀ କୃତି। କାବ୍ୟରେ ପ୍ରକୃତ ଚିତ୍ରଣ ଭିତରେ
ତାଙ୍କର ସମ୍ବେଦନଶୀଳତା ଓ ଉଦାର ଦୃଷ୍ଟିଭଙ୍ଗୀ ପ୍ରତିଫଳିତ। ନିର୍ବାସିତ ସୀତା ବାଲ୍ମୀକି ଆଶ୍ରମକୁ ଆସି ପ୍ରଥମ ରାତ୍ରି ଯାପନ କରିଛନ୍ତି। ରାତି ପାହିଲା ପରେ ସାରା ପ୍ରକୃତି ଜୀବଜଗତ ତାଙ୍କ ଦର୍ଶନ ପାଇ ବ୍ୟାକୁଳିତ। ସୀତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ସମସ୍ତେ ବ୍ୟଗ୍ର। ପ୍ରକୃତି ବେଶ୍ ସମ୍ବେଦନଶୀଳ ହୋଇ ଉଠିଛି ଦକ୍ଷିଣୀ ସୀତାଙ୍କର ପ୍ରତି, ଯାହାକୁ କବି ଗଙ୍ଗାଧର ମେହେର ଚମତ୍କାର ଭାବରେ କହିଛନ୍ତି। ମଙ୍ଗାଳେ ଅଇଲା ଉଷା ବିକଚ ରାଜୀବ ତୃଷା, ଜାନକୀ ଦର୍ଶନ ତୃଷା ହୃଦୟେ ବହି, କର ପଲ୍ଲବେ ନିହାର, ମୁକ୍ତା ଧରି ଉପହାର, ସୀତାଙ୍କ ବସ ବାହାର ପ୍ରାଙ୍ଗଣେ ରହି, କଳକଣ୍ଠେ କହିଲା ଦରଶନ ଦିଅ ସତୀ। ରାତି ପାହିଲା। ସ୍ୱାଧୀନ ସୀତା ନିର୍ବାସିତା ଚରିତ୍ରକୁ ସନ୍ଦେହ କରି ଅଯୋଧ୍ୟା ଶ୍ରୀ ମଣିପ୍ରଭୁ ରାମଚନ୍ଦ୍ର ସୀତା ଶିରୋମଣି ସୀତାଙ୍କୁ ନିର୍ବାସିତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ବାଲ୍ମୀକି ଆଶ୍ରମରେ ସୀତା ଆଶ୍ରୟ ନେଇଛନ୍ତି। ଅରଣ୍ୟ ଘଞ୍ଚ ବନାନୀରେ ବାସ କରୁଥିବା ସମସ୍ତ ଜୀବଜନ୍ତୁ ବୃକ୍ଷଲତା ସୀତାଙ୍କ ଆଶ୍ରମରେ ରହିବା ଖବରକୁ ଜାଣିଛନ୍ତି। ଅରଣ୍ୟର ସମସ୍ତେ ଆଜି ବ୍ୟାକୁଳ ସୀତାଙ୍କ ଦର୍ଶନ ପାଇଁ। ପଶୁପକ୍ଷୀଠାରୁ ଆରମ୍ଭ କରି ଆଶ୍ରମର କୁଟୀର ବାହାରେ ସମସ୍ତେ ସୀତାଙ୍କର ଦର୍ଶନ ଆଉ ସାନ୍ନିଧ୍ୟ ପାଇଁ ଅପେକ୍ଷା। ସେମାନଙ୍କର ମନରେ ଅଫୁରନ୍ତ ଆନନ୍ଦ। ସ୍ୱାଧୀ ସୀତାଙ୍କୁ ଦର୍ଶନ କଲେ ତମସା ଜୀବନର ପୁଣ୍ୟ ଲାଭ ଉଦୟ ହେବ। ଅରଣ୍ୟର ପାଖ ଦେଖ ବୋହି ଯାଇଛି ତମସା ନଦୀ। ତପସ୍ୱିନୀ କାବ୍ୟରେ ତମସା ଗଙ୍ଗାଧରଙ୍କ ଏକ ସ୍ୱତନ୍ତ୍ର ସୃଷ୍ଟି। ତମସା ଆଉ ସୀତାଙ୍କ ସମ୍ପର୍କ ଅତି ଘନିଷ୍ଠ। ବାଲ୍ମୀକି ଆଶ୍ରମରେ ସୀତାଙ୍କୁ ପାଇ ଅପୂର୍ବ ଆନନ୍ଦ ଲାଭ କରିଛି ତମସା। ତମସା ସୀତାଙ୍କର ଦର୍ଶନ ପାଇଁ ନିଜ ଜୀବନକୁ ଧନ୍ୟ ମନେ କରିଛି। ତମସା ନଦୀର ଜଳ ସାଧାରଣ ଜଳ ନୁହେଁ, ନାରିକେଳର ଜଳ। ଅନ୍ୟ ଅର୍ଥରେ କବି କହିଛନ୍ତି, ଏହା ସାଧାରଣ ନାରୀ ନୁହେଁ, ଏହା ଜନନୀର କ୍ଷୀର ସଦୃଶ ପବିତ୍ର ଓ ସ୍ୱଚ୍ଛ। କଳଙ୍କର କାଳିମାର ଦାଗକୁ ସୀତା ମୁଣ୍ଡରେ ବହନ କରି ଆଜି ନିର୍ବାସିତ। ବାଲ୍ମୀକିଙ୍କ ଆଶ୍ରମରେ ସୀତା ଆଶ୍ରିତା ଲୋକମାନଙ୍କ ଦୃଷ୍ଟିରେ ସୀତା କଳଙ୍କିନୀ। ମାତ୍ର ତମସା ମତରେ ସୀତା କଳଙ୍କିନୀ ନୁହନ୍ତି, ସେ ପବିତ୍ରତା ସ୍ୱାଧୀ ଦେବୀ। କବି ଗଙ୍ଗାଧର ମେହେର ସକାଳର ଦୃଶ୍ୟକୁ ଅତ୍ୟନ୍ତ ମନୋରମ ଭାବେ ପ୍ରକାଶ କରିଛନ୍ତି। ପ୍ରକୃତିର ଅନ୍ତ ଓ ବହି ସୌନ୍ଦର୍ଯ୍ୟକୁ ଅଭିନବ ଭାବରେ ପ୍ରକାଶ କରିଛନ୍ତି, ଯାହା ପାଠକମାନଙ୍କ ମନକୁ ଆମୋଦ ପ୍ରଦାନ କରିବାରେ ଅତ୍ୟନ୍ତ ସହାୟକ ହୋଇଛି। କବିଙ୍କ ବର୍ଣ୍ଣନାରେ ସମୀର ସଙ୍ଗୀତ ଗାଏ, ଭ୍ରମର ବୀଣା ବଜାଏ, ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦେଶେ। ସମୀର ପବନ ଏଠାରେ ସଙ୍ଗୀତ ଗାଉଛି, ଭ୍ରମର ମହୁମାଛି ବୀଣା ବଜାଉଛି ବୋଲି କହିଛନ୍ତି ଓ ସୁରଭି ନର୍ତ୍ତକେ ଥାଏ ଉଷା ନିର୍ଦେଶେ। ସୁରଭି ଉଷାର ନିର୍ଦ୍ଦେଶରେ ନୃତ୍ୟ କରୁଛି। କୁମ୍ଭାଟୁଆ ହୋଇ ବାଟ ଆରମ୍ଭିଲା ସ୍ତବ ପାଠ। କୁମ୍ଭାଟୁଆ ସ୍ତବ ପାଠ ପଢ଼ୁଛି। କଳିଙ୍ଗ ଅଇଲା ପାଟ ମାଗଧ ବେଶେ। ଉପରୋକ୍ତ ପଂକ୍ତିରୁ ପ୍ରକୃତିର ସୌନ୍ଦର୍ଯ୍ୟ ବାସ୍ତବିକ ଅତ୍ୟନ୍ତ ମନୋରମ। ବାଲ୍ମୀକି ଆଶ୍ରମର ବାହାରେ ଉପଗତ ଅରଣ୍ୟ ବନାନୀର ସମସ୍ତ ଜୀବ ସୀତାଙ୍କୁ ଚେତାଇ ଦେବାକୁ ଆସିଛନ୍ତି। ରାତ୍ରି ପାହିଲା, ଶଯ୍ୟା ତ୍ୟାଗ କର, ଆମ୍ଭମାନଙ୍କୁ ଦର୍ଶନ ଦିଅ ବୋଲି ସମସ୍ତ ପ୍ରାଣୀମାନେ ଅପେକ୍ଷା କରିଛନ୍ତି।
ଉପସଂହାରରେ କୁହାଯାଇପାରେ ସ୍ୱଭାବ କବି ଗଙ୍ଗାଧର ମେହେର ସୌନ୍ଦର୍ଯ୍ୟାନୁଭୂତି ତାଙ୍କ କାବ୍ୟ କବିତାକୁ ଅଧିକ ରସକ୍ତ ଓ ପ୍ରାଣବନ୍ତ କରିଛି। ବାସ୍ତବିକ ସ୍ୱଭାବ କବି ଗଙ୍ଗାଧର ମେହେର ପ୍ରକୃତିର ରୂପ ଚିତ୍ରଣରେ ସିଦ୍ଧହସ୍ତ ଥିଲେ, ଏହା ବିନା ଦ୍ୱିଧାରେ କୁହାଯାଇପାରେ। ନେକ୍ସଟ, ବନ୍ଦୀର ସନ୍ଧ୍ୟା ଅନୁଚିନ୍ତା ଗୋପବନ୍ଧୁ ଦାସ। କ୍ୱେଶ୍ଚନ ନମ୍ବର 1, ବନ୍ଦୀର ସନ୍ଧ୍ୟା ଅନୁଚିନ୍ତା କବିତାରୁ କବିଙ୍କ ଦୃଷ୍ଟିଭଙ୍ଗୀ ପରିଚୟ ପ୍ରଦାନ କର। ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଯୋଗ ଦେଇ କବି ଉତ୍କଳମଣି ଗୋପବନ୍ଧୁ ଦାସ 1922ରୁ 1924 ମସିହା ପର୍ଯ୍ୟନ୍ତ ବିହାରର ହଜାରିବାଗ ଜେଲରେ ବନ୍ଦୀ ଥିଲେ। ଜେଲର ରହଣି ସମୟରେ ଗୋପବନ୍ଧୁଙ୍କର କାବ୍ୟିକ ପ୍ରତିଭାର ଉନ୍ମେଷ ଘଟିଥିଲା। ନିଜର ବନ୍ଦୀ ଜୀବନ ବନ୍ଦ କୋଠରୀଠାରୁ କବିତାର ସ୍ୱର ଝଙ୍କାର ହେଲା ନିନାଦିତ। ଗୋପବନ୍ଧୁଙ୍କର କାବ୍ୟ ଚେତନା ମଧୁର ସୃଷ୍ଟି ହେଲା କାରା କବିତା, ଅବକାଶ ଚିନ୍ତା ଇତ୍ୟାଦି। ଆଲୋଚ୍ୟ ସତ୍ୟଦର୍ଶୀ ଜାତୀୟ ଭାବବାଦୀ ବନ୍ଦୀର ସନ୍ଧ୍ୟା ଅନୁଚିନ୍ତା ଗୀତି କବିତାଟି କାରା କବିତାର କାବ୍ୟ ସଂକଳନରୁ ଗୃହୀତ। ସୂର୍ଯ୍ୟାସ୍ତ ପୂର୍ବରୁ ବନ୍ଦୀମାନଙ୍କୁ କିଛି ସମୟ ପାଇଁ ବନ୍ଦୀଗୃହରୁ ବାହାରକୁ ଅଣାଯାଇଥାଏ। ଠିକ୍ ଏହି ସମୟରେ ଗୋପବନ୍ଧୁ ଦାସ ବାହାରକୁ ଆସି ଗୋଧୂଳି ଲଗ୍ନର ଶୋଭା ଦର୍ଶନ କରୁଛନ୍ତି। ଅସ୍ତାୟମାନ ସୂର୍ଯ୍ୟଙ୍କର ଲାଲ ରଶ୍ମି ଧୀରେ ଧୀରେ ଜେଲର ଉଚ୍ଚ ପାଚେରୀର ଉପରୁ ଆସ୍ତେ ଆସ୍ତେ ଖସି ଯାଉଥାଏ। ସୂର୍ଯ୍ୟଙ୍କର ଅସ୍ତକାଳୀନ ଦୃଶ୍ୟକୁ ଦେଖିଲା ପରେ ଗୋପବନ୍ଧୁଙ୍କ କବି ପ୍ରାଣର ବିଳପି ଉଠିଛି। ଦେଶାତ୍ମବୋଧରେ ତାଙ୍କର ପ୍ରାଣ ବିହରି ଉଠିଛି। ଦେଶାତ୍ମବୋଧ ଭାବନା ତାଙ୍କ ହୃଦୟକୁ ମନ୍ଥିତ କରିଛି। ଗୋପବନ୍ଧୁ ବିଶ୍ୱର ବିଭିନ୍ନ ମହାମନୀଷୀଙ୍କ ସ୍ମୃତିଚାରଣ କରି ଗ୍ରୀକ୍ ଏଥେନ୍ସ ସହରର ସତ୍ୟସନ୍ଧ ଦାର୍ଶନିକ ସକ୍ରେଟିସର ଆତ୍ମତ୍ୟାଗକୁ ମନେ ପକାଇଛନ୍ତି। ତାଙ୍କର ଖ୍ୟାତି ସମଗ୍ର ଗ୍ରୀସରେ ପ୍ରଚାରିତ ହେବାକୁ ଲାଗିଲା। କାହାର ନା ସକ୍ରେଟିସ୍। ଏଥିରେ ତତ୍କାଳୀନ ପାଷାଣ୍ଡ କ୍ରୂର ଶାସକ ଗୋଷ୍ଠୀ ଈର୍ଷାନ୍ୱିତ ହୋଇ ତାଙ୍କର ନାମରେ ବିଭିନ୍ନ କୁତ୍ସାରଟନା ପୂର୍ବକ ଅମୂଳକ ଅପରାଧୀ ବୋଲି ଘୋଷଣା କରି ବନ୍ଦୀ କରିଥିଲେ। ଶେଷରେ ନ୍ୟାୟାଳୟରେ ତାଙ୍କର ବିଚାର ହେଲା। ତାଙ୍କ ବିରୁଦ୍ଧରେ ଆଗତ ସମସ୍ତ ଅପରାଧୀକୁ ସେ ନିର୍ଭୀକ ଭାବରେ ଗୋଟି ଗୋଟି କରି ଖଣ୍ଡନ କରି ଚାଲିଥିଲେ। ନ୍ୟାୟାଳୟରେ ନିଯୁକ୍ତ ଥିବା ବିଚାରକମାନେ ସକ୍ରେଟିସ୍କୁ ପ୍ରାଣଦଣ୍ଡରେ ଦଣ୍ଡିତ କରିବା ପାଇଁ ଘୋଷଣା କଲେ। ବିଷପାନ କରି ମୃତ୍ୟୁବରଣ କରିବାକୁ ନ୍ୟାୟ ନିର୍ଦ୍ଦେଶ ପ୍ରଦାନ କଲେ। ସକ୍ରେଟିସ୍ ମୃତ୍ୟୁକୁ ଭୟ ନ କରି ସତ୍ୟ ଧର୍ମରୁ ବିଚ୍ୟୁତ ନ ହୋଇ ହସି ହସି ମାନବ ସମାଜର ମଙ୍ଗଳ କାମନା କରି ସୂର୍ଯ୍ୟାସ୍ତ ପୂର୍ବରୁ ବିଷ ପାନ କରିଥିଲେ। ଇତିହାସର ଏହି ଗୌରବୋଜ୍ଜ୍ୱଳ ଅଧ୍ୟାୟ ଗୋପବନ୍ଧୁଙ୍କ ମାନସପଟରେ ଭାସି ଯାଉଥିଲା। ଜୀବନଠାରୁ ସତ୍ୟ, ନ୍ୟାୟ ଓ ଆଦର୍ଶକୁ ସକ୍ରେଟିସ୍ ଶ୍ରେଷ୍ଠ ମନେ କରିଥିଲେ। ଶରୀରକୁ ତୁଚ୍ଛ ମନେ କରି ସକ୍ରେଟିସ୍ ଆତ୍ମାର ଅମରତ୍ୱରେ ନିମଜ୍ଜିତ ଥିଲେ। କବି ଗୋପବନ୍ଧୁ ଦାସ ଅସ୍ତୟମାନ ସୂର୍ଯ୍ୟଙ୍କୁ ସାକ୍ଷୀ ରୂପେ ସମ୍ବୋଧନ କରି ଯୁଗେ ଯୁଗେ ଅନ୍ୟାୟ, ପାଷାଣ୍ଡ ରାଜତନ୍ତ୍ରର କୁଶାସନ କିପରି ସତ୍ୟ ଧର୍ମମାନଙ୍କୁ ଦଣ୍ଡିତ କରିଛି, ତାହାକୁ କବି କବିତାରେ ସୁନ୍ଦର ଭାବରେ ଅବତାରଣ କରିଛନ୍ତି। ତାଙ୍କ ପାଇଁ କାରାଦଣ୍ଡ କିଛି ନୂଆ ନୁହେଁ, ମାତ୍ର ଯୁଗେ ଯୁଗେ ଅସତ୍ୟ, ଅନ୍ୟାୟ, ବ୍ୟଭିଚାର ପତନ ଘଟିଛି। ଯେଉଁ ଅତ୍ୟାଚାରୀ ଶାସକମାନେ ସକ୍ରେଟିସ୍କୁ ପ୍ରାଣଦଣ୍ଡରେ ଦଣ୍ଡିତ କଲେ, ସେମାନେ ଇତିହାସ ପୃଷ୍ଠାରେ କେଉଁଆଡ଼େ ଲୁଚିଗଲେ। ମାତ୍ର ସକ୍ରେଟିସ୍ ଚିରଦିନ ପାଇଁ
ମାନବ ସମାଜରେ ଅମର ହୋଇ ରହିଗଲେ। ତେଣୁ କବି ଗୋପବନ୍ଧୁ କାରାଗାର ଜୀବନକୁ ଧନ୍ୟ ମନେ କରି ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଣାମ ଜଣାଇଛନ୍ତି। ଏହି ପତ୍ର ଭୂମିରେ ସତ୍ୟ, ନ୍ୟାୟ ଓ ଧର୍ମ ପ୍ରତିଷ୍ଠା ହେବାର ସୁଦିନ ଆସିଛି। ଏମିତି ଭାବନା ରାଜ୍ୟରେ ବୁଡ଼ି ରହିବା ସମୟରେ ସନ୍ଧ୍ୟା ଉପଗତ ହୋଇଛି। କବି ପୁଣି ସେହି ନିର୍ଜନ କୋଠରୀକୁ ଫେରି ଯାଇଛନ୍ତି। ଅତୀତରେ ସ୍ମୃତି ଚାରଣା କରି ନିଜକୁ ଧନ୍ୟ ମନେ କରିଛନ୍ତି। ସ୍ୱାଧୀନତାର ବିଜୟ, ନିଶାଣ ଓ ମାନବ ପାଇଁ ଆତ୍ମାର ଉତ୍ସର୍ଗପଣର ମହିମା ଗାନ କରିଛନ୍ତି। କ୍ୱେଶ୍ଚନ୍ ନମ୍ବର 2, ବନ୍ଦୀର ସନ୍ଧ୍ୟା ଅନୁଚିନ୍ତା କବିତାରୁ କବିଙ୍କ ସତ୍ୟ ଓ ସ୍ୱାଧୀନ ପ୍ରୀତି ଥିବାର ଅନୁରକ୍ତି କେତେ ବାସ୍ତବ ଦର୍ଶାଅ। ଏବେ ମୁଁ ଭିଡ଼ିଓ ମାଧ୍ୟମରେ ଦେଖେଇବି। ସବୁ ୟୁନିଟ୍ରୁ ଗୋଟେ ଗୋଟେ ଲଙ୍ଗ କ୍ୱେଶ୍ଚନ୍ ଆଲୋଚନା କଲି। ଅନ୍ୟ ଲଙ୍ଗ କ୍ୱେଶ୍ଚନ୍ ଗୁଡ଼ିକ ମୁଁ ଭିଡ଼ିଓ ମାଧ୍ୟମରେ ଦେଖେଇବି, ଆପଣମାନେ ନୋଟ୍ କରିନେବେ। କାରଣ ସବୁ ଲଙ୍ଗ କ୍ୱେଶ୍ଚନ୍ ଆଲୋଚନା କଲେ ଭିଡ଼ିଓ ବହୁତ ଲମ୍ବ ହେଇଯିବ। ନେକ୍ସଟ ଅଛି ପ୍ରତିଭା ନାୟକ କବିତା। କ୍ୱେଶ୍ଚନ୍ ନମ୍ବର 1, এই ୟୁନିଟ୍ର ମହାଯାତ୍ରା ନଚେତ୍ ମଙ୍ଗଳ ହୋଇଲା ଓଷା ନଚେତ୍ ବନ୍ଦୀର ସନ୍ଧ୍ୟା ଅନୁଚିନ୍ତା ନଚେତ୍ ପ୍ରତିଭା ନାୟକ, এই ଚାରିଟି ମଧ୍ୟରୁ ଯେଉଁଠି ହେଲେ ଦୁଇଟିକୁ ଭଲ ଭାବରେ ପଢ଼ିଥିଲେ ଆପଣମାନେ ଲେଖିପାରିବେ ଏକ୍ଜାମ୍ରେ କିମ୍ବାରେ ପଢ଼ିଥିବ କ୍ୱେଶ୍ଚନ୍। ୟୁନିଟ୍ 3ର ରସକଲ୍ଲୋଳର ମୁଁ କ୍ୱେଶ୍ଚନ୍ ନମ୍ବର 1 ଆଲୋଚନା କରିଥିଲି। କ୍ୱେଶ୍ଚନ୍ ନମ୍ବର 2କୁ ମୁଁ ଭିଡ଼ିଓ ମାଧ୍ୟମରେ ଦେଖାଉଛି। କ୍ୱେଶ୍ଚନ୍ ନମ୍ବର 3, ରସକଲ୍ଲୋଳ କାବ୍ୟର ପ୍ରଥମ ଛାନ୍ଦର ସାରମର୍ମ ନିଜ ଭାଷାରେ ବର୍ଣ୍ଣନା କର। ରସକଲ୍ଲୋଳର ପ୍ରଥମ ଛାନ୍ଦରେ କେବଳ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁକରି ଏଇଟା ପ୍ରଥମ କ୍ୱେଶ୍ଚନ୍ ଅନୁସାରେ ହେବ। କ୍ୱେଶ୍ଚନ୍ ନମ୍ବର 5, ପଠିତ କବିତାରେ ନୀଳାଦ୍ରି ଅଧିପତି ଶ୍ରୀ ଜଗନ୍ନାଥଙ୍କ ରୂପ ଓ ମହିମା ବର୍ଣ୍ଣନା କର। ଏଇଟା এই ଲମ୍ବ କ୍ୱେଶ୍ଚନ୍ଟି ଇମ୍ପୋର୍ଟାଣ୍ଟ ଅଟେ। ଏଠାରେ ମଧ୍ୟ ସେଇ ସେମ୍ କଥା ଶ୍ରୀ ଜଗନ୍ନାଥଙ୍କର ବର୍ଣ୍ଣନା କରିବା ପାଇଁ ପଡ଼ିବ। ନେକ୍ସଟ ଉପେନ୍ଦ୍ର ଭଞ୍ଜଙ୍କ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। କ୍ୱେଶ୍ଚନ୍ ନମ୍ବର 1 ମୁଁ ଆଲୋଚନା କରିଛି। କ୍ୱେଶ୍ଚନ୍ ନମ୍ବର 2, ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ପ୍ରୟୋଗରେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟର କାବ୍ୟ ପୁରୁଷ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବର୍ଣ୍ଣନା ରୀତି କିପରି ସ୍ଥାନିତ ତାହା ଆଲୋଚନା କର। ଏଇଟା ମଧ୍ୟ କ୍ୱେଶ୍ଚନ୍ 1 ଭଳି ହେବ। କ୍ୱେଶ୍ଚନ୍ ନମ୍ବର 5, ୟୁନିଟ୍ 4 ମହାଯାତ୍ରା। କ୍ୱେଶ୍ଚନ୍ ନମ୍ବର 1 ମୁଁ ଆଲୋଚନା କରିଛି। କ୍ୱେଶ୍ଚନ୍ ନମ୍ବର 2, ଅମର ସିଂଙ୍କ ଉଦ୍ବୋଧନ କବିତାରେ କବି ରାଧାନାଥ ରାୟଙ୍କ ଭାଷା ଶୈଳୀ ଓ ଶବ୍ଦ ସଂଯୋଜନ ବର୍ଣ୍ଣନା ଚାତୁରୀ ସମ୍ପର୍କରେ ଆଲୋଚନା କର। ଏଇଟା ଟିକେ ଇମ୍ପୋର୍ଟାଣ୍ଟ ଅଛି, ଭଲସେ ପଢ଼ିଥିବେ। ନେକ୍ସଟ ମଙ୍ଗଳ ହୋଇଲା ଓଷା। କ୍ୱେଶ୍ଚନ୍ ନମ୍ବର 1 ମୁଁ ଆଲୋଚନା କରିଛି। କ୍ୱେଶ୍ଚନ୍ ନମ୍ବର 2, ଗଙ୍ଗାଧରୀୟ କାବ୍ୟ ଚେତନାରେ ତପସ୍ୱିନୀ କାବ୍ୟର ଅନନ୍ୟ ମଙ୍ଗଳ ହୋଇଲା ଓଷା କବିତାର ସୀତାଙ୍କ ଜୀବନ ସହ କିପରି ପ୍ରକୃତି ସମଭାଗୀ ହୋଇଛନ୍ତି ଆଲୋଚନା କର।
सीताଙ୍କ दुखरे किपरि प्रकृतिर समस्त जीव दुखित होइछन्ति सेही वर्णना करा जाइछि। महायात्रा हो कोटि ब्रह्मांड सुंदरी हो किंबा तो मंगल विलास जेकोसी कवितार आम जब गोटे गोटे लंग क्वेश्चन को भल भाव मन रखिदेबा ताहले अन्य लंग क्वेश्चन गुड़िक आम आराम से लिखिपर। नेक्स्ट बंदीर संध्या अनुचिंता क्वेश्चन नंबर 2 एठारे मध्य आम जदि क्वेश्चन नंबर 1 को भल भाव मन रखा ताहले अन्य समस्त लंग क्वेश्चन को आम भल भाव लिखिपर। आज आलोचना टिके समाप्त करुछि। नमस्कार।